नमस्कार दर्शक बंधु आमर यही चैनल को आपण मानंकु स्वागत। आज आमे आपणक पई नेई आसीछु गोटिए मजादार ओ एक मनोवैज्ञानिकर टेस्ट। आजिर यही टेस्टर नाम हेउछि बाछंतु गोटिए फल ओ जानंतु आपणकर भाग्य केबे खुलिब। तो दर्शक बंधु जीवन में प्रत्येक लोक चाहती जे तांकर भाग्य केबे भल हेबो, केबे सफलता मिलिबो, केबे धन आसीबो एवं केबे समस्या शेष हेबो। आजिर यही मनोवैज्ञानिक टेस्ट माध्यम आपण जानिपारिबे आपणकर भाग्य केबे खुलिबाकू जाउछि। किंतु टेस्ट आरंभ करिबा पूर्वरु आपणकू गोटिए छोट कार्य करिबाकू पड़िबो। आपण एही भिडियोटी देखि सारिला परे शेषरे भिडियोटी को गोटिए लाइक करी एवं भिडियोटी को शेयर मध्य करिवे एवं आमर यही चैनल संबित मोटिवेशनल लाइफ रे जदि प्रथम थर पई नुआ आसीछंती तेबे एबे ही मोर चैनल को सब्सक्राइब करी बेल आइकन उपरे प्रेस करी रखि थांतु, जहा फलरे मो वीडियो छाड़िबा मात्रे आपणकर पाखकू नोटिफिकेशन जरिया रे सर्वप्रथमे पहुँची पारिबो। तो सांग माने चलंतु आउ डेरी न करी आमे यही मनोवैज्ञानिक टेस्ट माध्यम जानी पारिबा जे निज जीवनर भाग्य वर्तमान सुधा केबे खुलिबो। आपण देखि पारुथिबे एही स्क्रीन उपरे बाम पटरे गोटिए आंब अछि एवं डाहाण पटरे गोटिए सेव अछि। तो सांग माने आपण एही दुईटी फल मध्यरु आपणकर मनपसंदर गोटिए फल ही बाछंतु। किंतु हाँ, बाछिबा पूर्वरु किछि समय पई आखि बंद करंतु एवं भगवान को मने मने स्मरण करंतु एवं निजे निजर मन को शांत करी गोटिए फल बाछंतु। एथिपाई मु आपणंकु केवल 5 सेकेंड समय देउअछि। तो सांग माने आशा करुछि आपण माने निश्चित भावरे गोटिए फल बाछि सारिछंती। एबे चलंतु जानिबा आपणकर भाग्य वर्तमान सुधा केबे खोलिबो। तो दर्शक बंधु जदि आपण बाम साइड रे थिबा आंब को बाछिछंती तेबे जानि नियंतु आपण जणे खूब सकारात्मक ओ आशावादी व्यक्ति अटंती। आपण जीवन रे जेते भी समस्या आसुना काहींकी केबे मध्य आपण हार मानती नहीं। आपणकर मन रे बड़ बड़ स्वप्न थाए एवं आपण सही स्वप्न को सत्य करिबा पई बहुत दिनरु चेष्टा करी आसीछंती।
କିନ୍ତୁ ସେହି ଚେଷ୍ଟା ଲାଗି ଆପଣ ସବୁବେଳେ ବିଫଳତା ହିଁ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଭାଗ୍ୟ ନିଶ୍ଚିତ ଭାବରେ ଖୋଲିଯିବ। କିନ୍ତୁ ଆପଣଙ୍କର ଜୀବନରେ କିଛି ସମୟ ଧରି ବହୁତ ବାଧା ଘୃଣାଭାବ ଆସୁଅଛି। ଆପଣ ଭାବୁଛନ୍ତି ମୋ ଭାଗ୍ୟ କେତେବେଳେ ଭଲ ହେବ। କିନ୍ତୁ ଆପଣ ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ଆପଣଙ୍କର ଭାଗ୍ୟ ଅତି ଶୀଘ୍ର ଖୋଲିବାକୁ ଯାଉଅଛି। ଆଗାମୀ 6 ମାସ ମଧ୍ୟରେ ଆପଣଙ୍କର ଜୀବନରେ ବହୁତ ବଡ଼ ବଡ଼ ପରିବର୍ତ୍ତନ ମଧ୍ୟ ଆସିପାରେ। ଧନ ମଧ୍ୟ ଆସିପାରେ। ନୂଆ ସୁଯୋଗ ମଧ୍ୟ ମିଳିଯାଇପାରେ ଏବଂ ଆପଣଙ୍କର ପରିଶ୍ରମର ଫଳ ନିଶ୍ଚିତ ଭାବରେ ମିଳିବ। ତ ସାଙ୍ଗମାନେ, ଆପଣମାନେ ନିଶ୍ଚିତ ଭାବରେ ଗୋଟିଏ କଥା ମନେ ରଖନ୍ତୁ ଯେ ଗୋଟିଏ ଲୋକ ତାର ଭାଗ୍ୟକୁ ଦୋଷ ଦେଲେ ହେବ ନାହିଁ। କାହିଁକି ନା କଥାରେ ଅଛି, ଯଦି ଆପଣ ପରିଶ୍ରମ କରୁଛନ୍ତି ତେବେ ଏମିତି ଦିନ ଆସିବ ଆପଣଙ୍କର ସେହି ପରିଶ୍ରମର ଫଳ ନିଶ୍ଚିତ ଭାବରେ ମିଠା ହିଁ ହେବ, କେବେ ବି ଖଟା ହେବ ନାହିଁ। ତେଣୁକରି ଆପଣ ପରିଶ୍ରମ କରି ଚାଲନ୍ତୁ। ଫଳର ଆଶା ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। ତେବେ ଯାଇ ଆପଣ ଏହି ସମାଜରେ ଗୋଟିଏ ଗୁଣବାନ ବ୍ୟକ୍ତି ଭାବରେ ବିବେଚିତ ହୋଇପାରିବେ। ତ ସାଙ୍ଗମାନେ, ଏହା ଥିଲା ପ୍ରଥମ ଆମ୍ବ। ତ ଚାଲନ୍ତୁ ଡାହାଣ ପଟରେ ଥିବା ସେଉ ଆପଣଙ୍କର ଲକ୍ଷ୍ୟ ଉପରେ ବା ଭାଗ୍ୟ ଉପରେ କ'ଣ କ'ଣ ପ୍ରଭାବ ପକାଉଛି ଆଜି ଆମେ ଜାଣିନେବା। ଯଦି ଆପଣ ଏହି ସେଉକୁ ବାଛିଛନ୍ତି ତେବେ ଆପଣ ଜଣେ ଖୁବ୍ ବୁଦ୍ଧିମାନ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣଙ୍କର ମନରେ ବହୁତ ବାଧାବିଘ୍ନ ଆସିଥିଲା, ଯାହା ଲାଗି ଆପଣ ବହୁତ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ମଧ୍ୟ ସହି ଆସିଛନ୍ତି। କିନ୍ତୁ ହଁ, ସେହି କଷ୍ଟ ଯନ୍ତ୍ରଣା ପାଇଁ ଯେହେତୁ ଆପଣଙ୍କର କିଛି କ୍ଷତି ହୋଇଅଛି, ତ ବର୍ତ୍ତମାନ ଆପଣଙ୍କର ସେସବୁ ସମସ୍ୟା ଆଉ ଦେଖାଦେବ ନାହିଁ। ଆପଣ ଯେକୌଣସି କାମ କରିବା ପୂର୍ବରୁ ଭଲ ଭାବେ ଭାବିକି ହିଁ କରନ୍ତୁ ଯେ ଏହି କାର୍ଯ୍ୟ କରିବା ଦ୍ୱାରା ମୋର ପ୍ରକୃତରେ ଲାଭ ହେଉଛି ନା ସେଥିରେ କିଛି କ୍ଷତି ହେଉଅଛି। ତେଣୁକରି ଆପଣ ସେହି କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଲକ୍ଷ୍ୟ ସାଧନ କରିବା ହିଁ ଗୋଟିଏ ଉତ୍ତମ ବ୍ୟକ୍ତିର ପରିଚୟ। ତ ଲୋକମାନେ ଆପଣଙ୍କୁ ଅଧିକ ଭରସା ମଧ୍ୟ କରନ୍ତି। ତ ଦର୍ଶକ ବନ୍ଧୁ, କିନ୍ତୁ ଆପଣଙ୍କର ଜୀବନରେ ସଫଳତା ଅଳ୍ପ ଡେରିରେ ହିଁ ଆସିଥାଏ। ଏଥିପାଇଁ ଆପଣ କେବେ ମଧ୍ୟ ନିଜର କ୍ୟାରିୟରକୁ ନେଇ କେବେ ଗର୍ବ କରିନାହଁ। ତେଣୁକରି ଆପଣଙ୍କର ଏହି ସଫଳତା ଡେରିରେ ଆସିବ ସତ, କିନ୍ତୁ ଖୁବ୍ ଶୀଘ୍ର ଏହା
ମିଠା ହିଁ ହୋଇକି ଆସିବ। ଭଗବାନ ଆପଣଙ୍କ ପାଇଁ ବଡ଼ ବଡ଼ ସଫଳତା ଲେଖିଛନ୍ତି। ଆପଣଙ୍କର ଭାଗ୍ୟ 1 ବର୍ଷ ମଧ୍ୟରେ ମଧ୍ୟ ଖୋଲି ଯାଇପାରେ। ସେ ସମୟରେ ଆପଣଙ୍କର ଜୀବନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଅଛି ନୂଆ ଚାକିରି, ଧନଲାଭ ଏବଂ ସମ୍ମାନ। ତ ଏଥିପାଇଁ ଆପଣଙ୍କୁ ସଦାସର୍ବଦା ଧୈର୍ଯ୍ୟ ଆଉ ସମୟ ପ୍ରତି ଲକ୍ଷ୍ୟ ରଖିବା ଉଚିତ ଅଟେ। ଆପଣ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆସିଛନ୍ତି, କିନ୍ତୁ କେବେ କେବେ ଲୋକମାନେ ଆପଣଙ୍କ ଭଲ ପାଇବାର ଫାଇଦା ମଧ୍ୟ ଉଠାଇଥାନ୍ତି। କିନ୍ତୁ ପ୍ରକୃତରେ ଏହା ସତ୍ୟ ଅଟେ ଯେ ଆପଣଙ୍କର ଜୀବନରେ ବହୁତ ଗୁଡ଼ିଏ ସଂଘର୍ଷ ରହିଅଛି, କିନ୍ତୁ ଭଗବାନ ଆପଣଙ୍କୁ ଖୁବ୍ ଭଲ ପାଆନ୍ତି। ଆପଣଙ୍କର ଭାଗ୍ୟ ଅଚାନକ ଭାବରେ ମଧ୍ୟ ଖୋଲି ଯାଇପାରେ। ଏହା କେବେ ଘଟିପାରେ କେହି ମଧ୍ୟ ଜାଣିନାହାନ୍ତି, କିନ୍ତୁ ଏହା ଆସିବା ପରେ ଆପଣଙ୍କର ଜୀବନରେ ହସ ଖୁସିର ଖେଳନା ଖେଳିଯିବ। ତ ସାଙ୍ଗମାନେ, ଆପଣ ନିହାତି ଭାବରେ ଧୈର୍ଯ୍ୟ, ସମୟ, ପରିସ୍ଥିତି ଏହି ତିନୋଟିକୁ ଜଗି ରଖିଲେ ହିଁ ଆପଣ ସେହି ସଫଳତା ପ୍ରତି ନିଶ୍ଚିତ ଭାବରେ ଲାଭ ଉଠାଇ ପାରିବେ। ତ ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଅଛି। ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ବୈଜ୍ଞାନିକ ମନୋ ଟେଷ୍ଟ ମାଧ୍ୟମରେ। ତ ସାଙ୍ଗମାନେ, ରହୁଛି। ଧନ୍ୟବାଦ। ତ ମୋର ଏହି ଚ୍ୟାନେଲରେ ଏହିପରି କିଛି ଭିଡ଼ିଓ ଦେଖିବା ପାଇଁ ଏବେ ହିଁ ମୋର ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଦିଅନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ବହୁତ ଶୀଘ୍ର ପହଞ୍ଚି ପାରିବ। ତେବେ ସାଙ୍ଗମାନେ, ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ।